ମୋଟୁ ଜଙ୍ଗଲରେ ଯାଉଥିଲା ବେଳେ ଦେଖିଲା କି ତା ଆଗରେ ଏକ ଆମ୍ବ ଗଛ ଅଛି। ସେ ଆମ୍ବ ଗଛ ଉପରେ ଚଢ଼ି ବସିଲେ। ଗୋଟେ ଆମ୍ବ ତୋଳି ପତଲୁକୁ ଫୋନ୍ କଲା କି ପତଲୁ, ଆଜି ଆମ୍ବ ନଉଛି ଘରକୁ। ଏକ ଜଙ୍ଗଲରୁ ଆମ୍ବ ଗଛ ପାଇଛି। ସେଇ ଟାଇମରେ ଦେଖିଲା କି ତା ଆଗରେ ଏକ ବାଘ ଅଛି। ବାଘ ଆଗରେ ଏକ ହରିଣ ଅଛି। ସେ ଦେଖୁଥିଲା ପତଲୁକୁ ଏହା କହୁଥିଲା। ଆମ୍ବ ଗଛରୁ ଏକ ପତ୍ର ଝଡ଼ି ତା ନାକରେ ବାଜିବାରୁ ଛିଙ୍କ ଆସିଲା। ସେ ଛିଙ୍କି ଦେବାରୁ ହରିଣ ଛୁଆ ଦୌଡ଼ିକି ପଳେଇଲା। ସେଠୁ ତା ବାଘ ତା ପଛରେ ପଡ଼ି ଗୋଡ଼େଇଲା। ଗୋଡ଼େଇ ତାକୁ ଧରି ପାରିଲା ନାହିଁ। କିନ୍ତୁ ମୋଟୁ ଆମ୍ବ ଗଛରୁ ତଳକୁ ଓହ୍ଲାଇଲା ବେଳକୁ ସେ ହରିଣ ଛୁଆ ଆଗରେ ଓଭାନ୍ ହେଇ ଆସିଲା। ମୋଟୁ ଜାଣିପାରିଲାନି କ'ଣ ହେଲା। ସେ ହରିଣ ଛୁଆ ଏକ ପରୀ ହେଇଗଲା। ସେ ତା ଆଖିକି ବିଶ୍ୱାସ କରିପାରିଲାନି। କାନ ମୁଡ଼ିଲା। ସେ କାନ ମୁଡ଼ିକି ହେଠୁ ତ କହିଲା କି ତମେ କିଏ, କେଉଁଠୁ? ସେ କହିଲା କି ମୁଁ ଏକ ପରୀ।